ଷଷ୍ଠ ଶ୍ରେଣୀର ପିଲାମାନେ ତୁମ ସାହିତ୍ୟ ବହିରେ କ୍ରୀଡ଼ାକୁ ଆଧାର କରି ଗୋଟିଏ ବିଷୟ ଦିଆଯାଇଛି ହକି। ଆସ ଆଲୋଚନା କରିବା। ସତରେ ପିଲାମାନେ ଖେଳିବାକୁ କିଏ ବା ଭଲ ନ ପାଏ? ଖେଳ ଖେଳିଲେ ଆମ ମନ ଆନନ୍ଦ ହୁଏ, ପ୍ରଫୁଲ୍ଲିତ ହୁଏ ନାଇକି ପିଲାମାନେ? ସୁଷମ ଖାଦ୍ୟ, ବିଶୁଦ୍ଧ ଜଳ, ମୁକ୍ତ ବାୟୁ, ଆଲୋକ ପରି ଏହା ଆମକୁ ମଧ୍ୟ ସୁସ୍ଥ ଆଉ ସତେଜ ରଖିଥାଏ। ହଁ କି ନାହିଁ ପିଲାମାନେ କୁହ? ଖେଳ ଖେଳିଲେ ଶରୀର ସୁସ୍ଥ ରହେ। ଖେଳ ଆମ ଶରୀରକୁ ବ୍ୟାୟାମ କରାଏ, ଫଳରେ ଅସ୍ଥି ଓ ମାଂସପେଶୀ ଟାଣ ରହେ ନାଇକି ପିଲାମାନେ? ଆଉ ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ। ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ଏଣୁ ଇଂରାଜୀରେ ଗୋଟେ କଥା କୁହାଯାଇଛି, ହେଲ୍ଥ ଇଜ୍ ୱେଲ୍ଥ। ସ୍ୱାସ୍ଥ୍ୟ ହିଁ ସମ୍ପଦ ନାଇକି ପିଲାମାନେ? ନିୟମିତ ବ୍ୟାୟାମ ଓ ଅଙ୍ଗଚାଳନା ଆମ ଶରୀରକୁ କର୍ମଠ ଆଉ ବଳିଷ୍ଠ କରାଏ, ଅର୍ଥାତ୍ ଆମକୁ ପରିଶ୍ରମୀ କରାଏ, ଆଉ ବଳିଷ୍ଠ କହିଲେ ବଳବାନ କରାଏ, ତାକତବାନ କରାଏ। ଏଥିଯୋଗୁଁ ସେଦ ଆକାରରେ ଦେହର ଦୂଷିତ ଅଂଶ ବହିର୍ଗତ ହୋଇଯାଏ। ଆମେ ଖେଳିଲେ କ'ଣ ହୁଏ? ଆମ ଦେହରୁ ଝାଳ ବାହାରେ, ଝାଳକୁ ସେଦ ବୋଲି କୁହାଯାଏ। ତାହେଲେ ମଇଳା ଅଂଶ ଆମ ଦେହ ଭିତରୁ ବାହାରିଯାଏ ନାଇକି ପିଲାମାନେ? ଏଣୁ କ୍ରୀଡ଼ା ଆମ ପାଇଁ ନିହାତି ଆବଶ୍ୟକ। ଆଚ୍ଛା, ଯେଉଁମାନେ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ସେମାନଙ୍କ ନିମନ୍ତେ ବ୍ୟାୟାମ ବିଶେଷ ଭାବରେ ଆବଶ୍ୟକ ହୁଏ ନାହିଁ। ମାତ୍ର ଯେଉଁମାନେ ମାନସିକ ପରିଶ୍ରମ କରନ୍ତି, ଯେଉଁମାନେ ଅଫିସରେ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ବା ଆରାମରେ ବସିକି କାମ କରୁଛନ୍ତି, ତାଙ୍କ ପାଇଁ କ୍ରୀଡ଼ା ବା ଶାରୀରିକ ବ୍ୟାୟାମ ନିହାତି ଆବଶ୍ୟକ। ହଁ କି ନାହିଁ ପିଲାମାନେ? ଅନେକ ପ୍ରକାର ଖେଳ ଅଛି। ଖେଳକୁ ସାଧାରଣତଃ ଆମେ ଦୁଇ ଭାଗରେ ବିଭକ୍ତ କରୁଛେ। ଗୋଟେ କ'ଣ ନା ଘର ଭିତରେ ବା ଘର ଅଗଣାରେ ଖେଳୁଥିବା ଖେଳ, ଆଉ ଗୋଟେ ଘର ବାହାରେ ବା ଖେଳ ପଡ଼ିଆରେ ଖେଳାଯାଉଥିବା ଖେଳ। ତୁମେମାନେ ଜାଣିଛ ପିଲାମାନେ, ଘର ଅଗଣାରେ ଯେଉଁ ତାସ, ଚେସ୍, କ୍ୟାରମ୍, ଲୁଡ଼ୁ ଇତ୍ୟାଦି ଖେଳାଯାଏ। ଘର ବାହାରେ କ୍ରିକେଟ, ଫୁଟବଲ, ହକି, ଭଲିବଲ ଇତ୍ୟାଦି ଇତ୍ୟାଦି ଖେଳାଯାଏ। ହଁ କି ନାହିଁ ପିଲାମାନେ? ଆହୁରି ମଧ୍ୟ ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଘର ଭିତରେ ଖେଳାଯାଏ। ଏଗୁଡ଼ିକ ମଧ୍ୟରୁ କେତେକ ଖେଳ ପ୍ରକୃତରେ ବିଦେଶୀୟ ହୋଇଥିଲେ ବି ଆମ ଦେଶରେ ଏହା କ'ଣ ହେଇଛି ନା ବହୁତ ଆଦରଣୀୟ ହୋଇପାରିଛି ନାଇକି ପିଲାମାନେ? ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୁଅନ୍ତି। ପ୍ରତ୍ୟେକ ଦଳରେ କେତେ ଜଣ ଲେଖାଏଁ? 11 ଜଣ ଲେଖାଏଁ ଖେଳାଳି ଥାନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ଥାଏ, ଏହାକୁ ହକି ଷ୍ଟିକ୍ କୁହାଯାଏ ନାଇକି ପିଲାମାନେ? ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲ୍କୁ, ମାନେ ଓଜନିଆ ବଲ୍କୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବ କାଳରେ କ'ଣ ହେଉଥିଲା? ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳଟି ଶିଖିଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ଆଧୁନିକ ହକି ଖେଳ ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ, ମାନେ ଇଣ୍ଟରନ୍ୟାସନାଲ ହକି ଗେମ୍, ଯେଉଁ ତାଙ୍କର ସମିତି ଗଠା ହେଲା। ଏହି ସମିତି ହକି ଖେଳର ନିୟମ କାନୁନ ଗୋଟେ ପ୍ରସ୍ତୁତ କଲା। ବୁଝିପାରିଲ ନା ପିଲାମାନେ? ଆମେ ସାରାଂଶଟିକୁ ଆଲୋଚନା କଲେ ଯେ ଆମେ କେବଳ ସାରାଂଶଟିକୁ ଏଥିରେ ଆଲୋଚନା କଲେ। ଆମର କ'ଣ ସବୁ ମନେ ରହିଲା ପିଲାମାନେ? ନା ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଣୁ କ୍ରୀଡ଼ା ଆମ ଶରୀର ପାଇଁ ନିହାତି ଦରକାର। କ୍ରୀଡ଼ା ଦ୍ୱାରା ଶରୀରରୁ ଝାଳ ସବୁ ବାହାରିଯାଏ। ଝାଳ କହିଲେ ଯାହାକୁ ଆମେ ସେଦ ବୋଲି କହୁ, ଏଣୁ ମଇଳା ଅଂଶ ସବୁ ବାହାରିଯାଏ। ଆଉ କ'ଣ ହୁଏ ପିଲାମାନେ? ନା ଯେଉଁମାନେ ପ୍ରତ୍ୟେକ ଦିନ ଶାରୀରିକ ପରିଶ୍ରମ କରୁଛନ୍ତି ତାଙ୍କ ପାଇଁ ହୁଏତ କ୍ରୀଡ଼ାର ଆବଶ୍ୟକ ପଡ଼ିନଥାଏ, କିନ୍ତୁ ଯେଉଁମାନେ ମାନସିକ ପରିଶ୍ରମ କରୁଛନ୍ତି, ମାନେ ଅଧିକ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି, ତାଙ୍କ ପାଇଁ କ୍ରୀଡ଼ା ବା ବ୍ୟାୟାମ ନିହାତି ଦରକାର। ଆଉ ଆମେ କ'ଣ ଶିଖିଲେ ପିଲାମାନେ? ନା ଅନେକ ପ୍ରକାର ଖେଳ ଥିଲେ ହେଁ ଖେଳକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ଘର ଭିତରେ ବା ଘର ଅଗଣାରେ ଖେଳାଯାଉଥିବା ଖେଳ, ଆଉ ଗୋଟେ ଘର ବାହାରେ ବା ଖେଳ ପଡ଼ିଆରେ ଖେଳାଯାଉଥିବା ଖେଳ। ଘର ଅଗଣାରେ ତମେ ଯେମିତି କହିଲ ତାସ, ପଶା, ଲୁଡ଼ୁ, କ୍ୟାରମ୍, ଚେସ୍, ପିଙ୍ଗପଙ୍ଗ ପ୍ରଭୃତି ଖେଳ ଘର ଭିତରେ ଖେଳାଯାଏ। କିନ୍ତୁ ଡୁଡୁ, ଫୁଟବଲ, ହକି, କ୍ରିକେଟ, ଭଲିବଲ, ଖୋଖୋ ଇତ୍ୟାଦି ଖେଳ ପଡ଼ିଆରେ ବା ଘର ବାହାରେ ଖେଳାଯାଏ ନାଇଁ? ଆଚ୍ଛା, ଏଗୁଡ଼ିକ ମଧ୍ୟରୁ ଅନେକ ଖେଳ ବିଦେଶୀୟ ହେଇଥିଲେ ବି, ଯେମିତି କ୍ରିକେଟ ଗୋଟେ ବିଦେଶୀ ଖେଳ, କିନ୍ତୁ ଆଜି ଦେଖ ଆମ ସାରା ଦେଶରେ ପ୍ରିୟ ହୋଇପାରିଛି। କିଛି ଦେଶ ଅଛି ବିଦେଶୀ ଖେଳ କିନ୍ତୁ ଆମ ଦେଶରେ ପ୍ରିୟ ହୋଇପାରିଛି। ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୁଅନ୍ତି। ପ୍ରତି ଦଳରେ 11 ଜଣ ଲେଖାଏଁ ଖେଳନ୍ତି। କାଠ ତିଆରି ଗୋଟେ ବାଡ଼ି ସେମାନେ ଧରନ୍ତି, ଏହାକୁ ହକି ଷ୍ଟିକ୍ କୁହାଯାଏ। ଆଉ ଗୋଟେ ନିଦା ବଲ୍କୁ ସେଇ ହକି ଷ୍ଟିକ୍ ସାହାଯ୍ୟରେ ସେମାନେ ଖେଳନ୍ତି ନାଇକି ପିଲାମାନେ? ପୂର୍ବ କାଳରେ କ'ଣ ହେଇଥିଲା ନା ପାରସ୍ୟର ଲୋକମାନେ ଏହି ହକି ପରି ଗୋଟିଏ ଖେଳ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଆଉ ରୋମର ଲୋକମାନେ ଶିଖିଲେ। ଆଧୁନିକ ହକି ଖେଳ 1875 ମସିହାରେ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ହଁ କି ନାହିଁ କୁହ? ତାପରେ ତାର କେତେକ ବର୍ଷ ପରେ ଗୋଟିଏ ଅନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା, ଗୋଟେ କମିଟି ଗଢ଼ାଗଲା, ଏବଂ ଏହି କମିଟି ହକି ଖେଳର ସବୁ ନିୟମ କାନୁନ ପ୍ରସ୍ତୁତ କଲା।
ଯିବା ପରବର୍ତ୍ତୀକୁ। ଆଚ୍ଛା, ଭାରତରେ ହକି ଆଜି ଜାତୀୟ ଖେଳର ଗୌରବ ଲାଭ କରିଛି, ହଁ କି ନି? ଆମ ଦେଶର ଜାତୀୟ କ୍ରୀଡ଼ା ହକି ବୋଲି ଆମେ କହୁଛୁ। ଭାରତୀୟ ହକି ଖେଳାଳିମାନଙ୍କର କୌଶଳ ଓ ଦକ୍ଷତା ଦେଖି ପୃଥିବୀର କ୍ରୀଡ଼ାପ୍ରେମୀମାନେ ବିସ୍ମିତ ହେଉଛନ୍ତି, ହଁ କି ନାହିଁ କୁହ? ହକି ଖେଳରେ ଆମ ଦେଶ ସାରା ବିଶ୍ୱରେ ଭଲ ନାମ ରଖିଛି। 1928 ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଲାଭ କରିଛି, ହଁ କି ନାହିଁ ପିଲାମାନେ? ଯେଉଁ ସ୍ୱର୍ଣ୍ଣ ପଦକ, ସୁନାର ପଦକ, ରୌପ୍ୟ ପଦକ, ରୂପାର ପଦକ, ବ୍ରୋଞ୍ଜ ପଦକ ଦିଆଯାଏ। ତେବେ 1928 ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳିମାନେ ହକି ଖେଳରେ ଉତ୍ତମ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ମନେ ରଖିବ, 1928 ମସିହାରେ। ଆଉ କ'ଣ ହେଇଛି ପିଲାମାନେ? ନା 1964 ମସିହାରେ ଟୋକିଓଠାରେ, ଜାପାନର ଟୋକିଓଠାରେ ନାଇଁ କି ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତ ହକି ଖେଳରେ ବିଜୟ ଲାଭ କରି ତାର ପୂର୍ବ ଗୌରବକୁ ଅକ୍ଷୁର୍ଣ୍ଣ ରଖିଥିଲା। ମାନେ ଦେଖ, ପ୍ରଥମେ ସେ 1928ରେ ଜିତିଥିଲା, ପୁଣି ସେ 1964ରେ ଜିତିଲା। ସେ ତାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଲା, ମାନେ କ୍ଷୁର୍ଣ୍ଣ କଲା ନାହିଁ, ଭାଙ୍ଗିଦେଲା ନାହିଁ ରେକର୍ଡକୁ। ଭାରତ ହକିରେ ପଥ ପ୍ରଦର୍ଶକ ହୋଇ ରହିଛି, ଅନ୍ୟମାନଙ୍କର ଗାଇଡର ହୋଇପାରିଛି, ପଥ ପ୍ରଦର୍ଶକ ହୋଇପାରିଛି। ଆଚ୍ଛା, ହକି ଖେଳରେ ଭାରତର ଗୌରବ ମୂଳରେ ନିହିତ ଅଛି ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଲ ସିଂହ ଓ ଧ୍ୟାନ ଚାନ୍ଦଙ୍କ ଅପୂର୍ବ କୃତିତ୍ୱ। ଦେଖ, ଦୁଇ ଜଣ ବିଶିଷ୍ଟ ହକି ଖେଳାଳିଙ୍କର ନାମ ଏଥିରେ ଉଲ୍ଲେଖ କରାଯାଇଛି। ଭାରତର ଦୁଇ ଜଣ ପ୍ରମୁଖ ହକି ଖେଳାଳି, ଜଣେ ହେଉଛନ୍ତି ଜୟପାଲ ସିଂହ ଆଉ ଧ୍ୟାନ ଚାନ୍ଦ। ଧ୍ୟାନ ଚାନ୍ଦଙ୍କର ଜନ୍ମ ଝାନ୍ସୀ ଅଞ୍ଚଳରେ ହୋଇଥିଲା। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ଛୋଟବେଳୁ ତାଙ୍କର ହକି ଖେଳ ପ୍ରତି ଆଗ୍ରହ ଥିଲା। କାହାର? ଧ୍ୟାନ ଚାନ୍ଦଙ୍କର। ସେ ଜଣେ ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସୀ ବୀର ବୋଲି କହୁଥିଲେ। ଯେହେତୁ ସେ ଝାନ୍ସୀରେ ଜନ୍ମଗ୍ରହଣ କରି ହକି ଖେଳରେ ଭଲ ପ୍ରଦର୍ଶନ କରିଥିଲେ, ତେଣୁ ତାଙ୍କୁ ଝାନ୍ସୀ ବୀର ବୋଲି କୁହାଯାଉଥିଲା। ସେ ତାଙ୍କ ଭାଇ ରୂପ ସିଂହ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। କିଏ? ଧ୍ୟାନ ଚାନ୍ଦ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲେ। ପୃଥିବୀର ଯେଉଁ ବିଭିନ୍ନ ଦେଶରେ ହକି ପ୍ରତିଯୋଗିତା ହେଉଥିଲା, ସେଥିରେ ଧ୍ୟାନ ଚାନ୍ଦଙ୍କ ଦ୍ୱାରା ଗଠିତ ଦଳ ବିଜୟ ଲାଭ କରିଥିଲା। 1936 ମସିହାରେ ବର୍ଲିନ ଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ, କହିଲେ କ୍ୟାପ୍ଟେନ୍ ହୋଇଥିଲେ। 1936 ମସିହାରେ ବର୍ଲିନ ଠାରେ ଯେଉଁ ହକିର ଅଲିମ୍ପିକ୍ କ୍ରୀଡ଼ା ହୋଇଥିଲା, ସେତେବେଳେ ଭାରତୀୟ ଦଳ ତରଫରୁ ଧ୍ୟାନ ଚାନ୍ଦ କ୍ୟାପ୍ଟେନ୍ ହୋଇଥିଲେ, ଦଳପତି ହୋଇଥିଲେ ବା ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ, ତାହା ଦେଖି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଏମିତି ଖେଳ ଖେଳିଥିଲେ, ସମସ୍ତେ ତାଙ୍କୁ ହକି ଖେଳର ଯାଦୁକର ବୋଲି କହୁଥିଲେ। ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ କୁହୁକ ବାଡ଼ି ବ୍ୟବହାର କରୁଛନ୍ତି, କାଳେ ସେ ଯାଦୁର ବାଡ଼ି ବ୍ୟବହାର କରୁଛନ୍ତି କିମ୍ବା ସେଥିରେ କୌଣସି ଅଠା ଲଗାଇଛନ୍ତି। ଲୋକଙ୍କର ଏହି ସନ୍ଦେହ ମୋଚନ ପାଇଁ ତାଙ୍କୁ 2-3 ଥର ହକି ଷ୍ଟିକ୍ ପରିବର୍ତ୍ତନ କରିବାକୁ ପଡ଼ିଲା। ଦେଖ ପିଲାମାନେ, କି ଆଶ୍ଚର୍ଯ୍ୟ କଥା! ଧ୍ୟାନଚାନ୍ଦ ଏମିତି ଖେଳିଲେ ଯେ ତାଙ୍କର ହକି ଷ୍ଟିକ୍ରୁ ବଲ୍ଟିକୁ ଆଉ କେହି ଛଡ଼େଇକି ନେଇ ପାରୁନଥିଲେ। ଏଣୁ ଦର୍ଶକମାନେ କହିଲେ, ଇଏ ଯାଦୁର ବାଡ଼ି ଧରିଛନ୍ତି, ନଚେତ୍ ବାଡ଼ିରେ କିଛି ଅଠା ଲଗାଇଛନ୍ତି। ଏହାକୁ ସତ୍ୟ ପ୍ରମାଣ କରିବାକୁ ଯାଇ ଧ୍ୟାନଚାନ୍ଦ ବାରମ୍ବାର ହକି ଷ୍ଟିକ୍ ପରିବର୍ତ୍ତନ କରିଥିଲେ। ହକି ଖେଳିଲା ବେଳେ ହକି ବଲ୍ର ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦଙ୍କର ସମୁଦାୟ ଶରୀର ତାଳ ଦେଇ ଚାଲିଥାଏ। ତମେମାନେ ନିଶ୍ଚିତ ଭାବରେ ଟିଭିରେ ହେଲେ ବି ଦେଖିଥିବ ହକି ଖେଳ। ହକି ବଲ୍ଟି କେତେ ଦ୍ରୁତ ଗତିରେ ଯାଏ, ନାଇଁ କି? ଯେତିକି ଦ୍ରୁତ ଗତିରେ ଯାଏ, ସେହି ଅନୁସାରେ ଧ୍ୟାନଚାନ୍ଦ ଧାଇଁ ପାରୁଥିଲେ। ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ, ଏହା ତାଙ୍କର ଜୀବନ ଓ ଏକମାତ୍ର ଆମୋଦ ଥିଲା। ହଁ କି ନାହିଁ ପିଲାମାନେ? ଆମେ ଧ୍ୟାନଚାନ୍ଦଙ୍କ କ୍ଷେତ୍ରରେ ହକିକୁ କେବଳ ଖେଳ ବୋଲି କହିପାରିବା ନାହିଁ, ଏହା ତାଙ୍କର ଜୀବନ ଆଉ ଏକମାତ୍ର ଏଣ୍ଟରଟେନମେଣ୍ଟ ବା ଆମୋଦ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଅର୍ଥ ସିଏ ପ୍ରାଣରୁ ସେଟାକୁ ଖେଳୁଥିଲେ, ହୃଦୟର ସହିତ ଖେଳୁଥିଲେ। ସେ ଖେଳ ଖେଳିଲା ବେଳେ ଆପ୍ରାଣ ଉଦ୍ୟମ କରୁଥିଲେ। ତମେମାନେ ବି ପିଲାମାନେ ଯେଉଁ କାମଟି ହୃଦୟର ସହିତ କରିବ, ଜୀବନର ସହିତ କରିବ, ଆଉ ନିଜକୁ ସେଟା ଖୁସି ବୋଲି ଭାବିବ, ସେ କାମଟି ବହୁତ ଭଲ ହୋଇପାରିବ। ତମେ ଯେମିତି ପଢ଼ିଲା ବେଳେ ପୁରା ମନ ପ୍ରାଣ ଲଗେଇକିରି ପଢ଼, ଆପଣାର ଭାବିକି ପଢ଼, ମନ ଖୁସି ହେଇକି ପଢ଼, ସେତେବେଳେ ତୁମକୁ ପାଠ ଠିକ୍ ଭାବରେ ମନେ ରହେ। ଠିକ୍ ସେମିତି ଧ୍ୟାନଚାନ୍ଦ ତାଙ୍କର ହକି ଖେଳକୁ ଜୀବନ ଆଉ ଏକମାତ୍ର ଆମୋଦ ବୋଲି ଭାବୁଥିଲେ।
ଧ୍ୟାନଚାନ୍ଦଙ୍କର ଖେଳ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାଆନ୍ତି, ମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଶତ ମୁଖରେ ତାଙ୍କର ପ୍ରଶଂସା ଖେଳିଯାଏ। ଶହ ଶହ ଲୋକ ତୁଣ୍ଡରେ ଧ୍ୟାନଚାନ୍ଦଙ୍କର ପ୍ରଶଂସା ଶୁଣାଯାଏ। ସେ ଏଡ଼େ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା। ତାଙ୍କ ମନରେ ଟିକେ ବି ଗର୍ବ ଆଉ ଅହଙ୍କାର ନଥିଲା। ସେ ଦେଖ ସାରା ବିଶ୍ୱରେ ହକି ଖେଳ ଖେଳି ସୁନ୍ଦର ପ୍ରଦର୍ଶନ କରି ନାମ କମାଇଥିଲେ, ବିଶ୍ୱବିଖ୍ୟାତ ହୋଇଥିଲେ, କିନ୍ତୁ ତାଙ୍କ ମନରେ ଟିକେ ବି ଗର୍ବ ନଥିଲା। ସେ ତାଙ୍କ ସଂସ୍ପର୍ଶରେ ଆସୁଥିଲେ ଓ ସେ ତାଙ୍କର ସରଳ ଓ ନିରାଡ଼ମ୍ବର ସ୍ୱଭାବରେ ମୁଗ୍ଧ ହେଉଥିଲେ। ଲୋକମାନେ ତାଙ୍କର ସରଳ ଜୀବନ ଆଉ ନିରାଡ଼ମ୍ବର, କହିଲେ ଆଡ଼ମ୍ବର ଶୂନ୍ୟ, ଦେଖିକି ଆଶ୍ଚର୍ଯ୍ୟ ହେଉଥିଲେ। ପ୍ରକୃତରେ କହିବାକୁ ଗଲେ ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ତାଙ୍କର ପ୍ରତିଭା କେବେ ବି ମଳିନ ପଡ଼ିବ ନାହିଁ, ଦାଉ ଦାଉ ହେଇକି ଝଲସୁଥିବ। ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି, ହଁ କି ନାହିଁ ପିଲାମାନେ? ଧ୍ୟାନଚାନ୍ଦଙ୍କର ଖେଳ ଦେଖିକିରି, ତାଙ୍କ କାହାଣୀ ଶୁଣିକିରି ଆମ ଭାରତୀୟ ହକି ଖେଳାଳିମାନେ ଅନୁପ୍ରାଣିତ ହୋଇଛନ୍ତି। ତାଙ୍କ ମନରେ ବି ଧ୍ୟାନଚାନ୍ଦଙ୍କ ପରି ଗୋଟେ ସ୍ୱପ୍ନ ଜାଗ୍ରତ ହୋଇଛି। ତାଙ୍କର ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇପାରିଛି, କେବଳ ଧ୍ୟାନଚାନ୍ଦଙ୍କର ସଂଗଠନ ଆଉ ଉଦ୍ୟମ ଯୋଗୁଁ। ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ସେମାନଙ୍କ ମଧ୍ୟରେ କିଏ କିଏ? ନା ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। ବିଶ୍ୱରେ ଆଉ କେତୋଟି ଦେଶ ଏହି ହକି ଖେଳରେ ମୁଣ୍ଡ ଟେକିଲେଣି ବା ତାକୁ ଗ୍ରହଣ କରି ଭଲ ଖେଳ ପ୍ରଦର୍ଶନ କରୁଛନ୍ତି। ସେମାନେ ହେଲେ ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ ଆଉ ନ୍ୟୁଜିଲାଣ୍ଡ। 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। 1975ରେ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ଆମର ବିଜୟୀ ହୋଇ ହକି କପ୍ ହାସଲ କରିଛି, ନାଇଁ କି? ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡ ଦକ୍ଷତାର ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ତାହେଲେ ଆମ ଓଡ଼ିଶାର କିଏ ଖେଳାଳି? ମାଇକେଲ କିଣ୍ଡ। 1975 ମସିହାରେ ଯେଉଁ ବିଶ୍ୱ ପ୍ରତିଯୋଗିତା ହୋଇଥିଲା ହକିରେ, ସେଥିରେ ସିଏ ସୁନ୍ଦର ପାରଦର୍ଶିତା ଅର୍ଜନ କରିଥିଲେ ବା ସୁନ୍ଦର ଅଂଶଗ୍ରହଣ କରିଥିଲେ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ହଁ ପିଲାମାନେ, ଆମ ଓଡ଼ିଶାର ଯେଉଁ ସୁନ୍ଦରଗଡ଼ ଅଛି ନା, ସୁନ୍ଦରଗଡ଼କୁ ହକି ଖେଳର ଏନ୍ତୁଡ଼ିଶାଳ ବୋଲି କୁହାଯାଏ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ସେମାନଙ୍କର ଖେଳ ଦେଖିଲେ ମନେ ହେବ ସତେ ଯେମିତି ତାହା ସେମାନଙ୍କର ସହଜାତ, ସତେ ଯେମିତି ଜନ୍ମରୁ ସେମାନେ ହକି ଖେଳକୁ ଶିଖିଛନ୍ତି। ଆମର ସୁନ୍ଦରଗଡ଼ର ସବୁଠାରୁ ଅଧିକ ପିଲା ଅନ୍ତର୍ଜାତୀୟ ସ୍ତରରେ ଆଜି ହକି ଖେଳୁଛନ୍ତି। ଆଶ୍ଚର୍ଯ୍ୟ ହେବ, ସୁନ୍ଦରଗଡ଼ରେ ଗାଁ ଗାଁରେ ହକି ଫେଡେରେସନ ଅଛି ବା ସେମାନେ ସଂଗଠନ ହୋଇ ହକି ଖେଳୁଛନ୍ତି। ଆଶା କରୁଛି ଏ ବିଷୟଟି ତୁମ ପାଇଁ ନିଶ୍ଚିତ ଶିକ୍ଷାପ୍ରଦ ହେବ। ଏବେ ପାଠ ଅନ୍ତର୍ଗତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର, ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ। ସମ୍ଭାବ୍ୟ ଉତ୍ତର ମଧ୍ୟରୁ କେଉଁଟି ଠିକ୍ ହେବ ପିଲାମାନେ? ନା ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ଅପସନ୍ ନମ୍ବର 3 ହେବ ସଠିକ୍ ଉତ୍ତର। ଯିବା ପରବର୍ତ୍ତୀ ପ୍ରଶ୍ନକୁ। 2 ନମ୍ବର, ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ହକିର ଯାଦୁକର ବୋଲି ଆଖ୍ୟା ଦେଇଥିଲେ, କାରଣ? 4ଟି ସମ୍ଭାବ୍ୟ ଉତ୍ତର ଦେଇଛି, କେଉଁଟି ଠିକ୍ ହେବ ପିଲାମାନେ? 3 ନମ୍ବର ଅପସନ୍ ଠିକ୍ ହେବ। ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ଏବେ ମିଳିମିଶି ଯୋଡ଼ିବା। ଝାନ୍ସୀ କ'ଣ ହେବ? ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ। 1 ହେବ 3କୁ। 2ରେ ହକି ଷ୍ଟିକ୍, ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ, 2ଟା ହେବ 1 ନମ୍ବରକୁ। 3 ନମ୍ବର, ଟୋକିଓ ଏକ ସହର, ଏହା ଜାପାନର ରାଜଧାନୀ, 3ଟା ମାରିବ 6କୁ ପିଲାମାନେ। 4 ନମ୍ବର, ବ୍ୟାୟାମ, ନିୟମିତ ଶାରୀରିକ ଅଙ୍ଗଚାଳନାର କୌଶଳକୁ ବ୍ୟାୟାମ କୁହାଯାଏ, 4 ନମ୍ବରଟା 2କୁ ଯିବ। 5 ନମ୍ବର, ମାଇକେଲ କିଣ୍ଡ ଓଡ଼ିଶାର ଜଣେ ହକି ଖେଳାଳି। ସେ 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ। ଏବେ ପିଲାମାନେ କିଛି ଯୁଗ୍ମ ଶବ୍ଦ କରିବା ପାଇଁ କୁହାଯାଇଥିଲା। ପେଟ ପାଟଣା, ଜବାବ ସୁଆଲ, ଟଙ୍କା ଟକର, ଅନ୍ଧି ସନ୍ଧି, କରଜ ବାରଜ ଇତ୍ୟାଦି। ଖ ନମ୍ବର କହିଛି ହକି ଖେଳର ନିୟମ କାନୁନ ପ୍ରସ୍ତୁତ ହୋଇଥାଏ। ଏହି ବାକ୍ୟରେ ମଧ୍ୟ ତୁମେ ଗୋଟିଏ ଯୁଗ୍ମ ଶବ୍ଦ ଦେଖିପାରୁଛ, ସେଭଳି ଉପରେ ଉତ୍ତର ଗୁଡ଼ା ଦିଆହେଇଛି ପିଲାମାନେ। ପେଟ ପାଟଣା, ଜବାବ ସୁଆଲ, ଟଙ୍କା ଟକର, ଅଧି ସନ୍ଧି, କରଜ ବାରଜ, ନାଇଁ କି? ଗ ନମ୍ବରକୁ ଯିବା। ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଉଭୟ ଘର ଓ ବାହାରେ ଖେଳାଯାଏ। ଭିତରେ ଓ ବାହାରେ, ଓ ଉଠାଇଦେଲେ ଭିତରେ ବାହାରେ ହେଲା। ସେଭଳିଆ ଭଲ ଓ ମନ୍ଦ କ'ଣ ହେବ? ଭଲ ମନ୍ଦ। ରାଜା ଓ ପ୍ରଜା, ରାଜା ଓ ପ୍ରଜା, ରାଜା ପ୍ରଜା,
ଆକାଶ ଓ ପାତାଳ, ଗୁରୁ ଓ ଶିଷ୍ୟ, ଆୟ ଓ ବ୍ୟୟ, ଜନ୍ମ ଓ ମୃତ୍ୟୁ ଏମିତି ହେବ ପିଲାମାନେ। ଏବେ କଥା ଉପରେ ଗୁରୁତ୍ୱ ଦେବା। ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ସେଇଭଳି ଲେଖିବା ଅନେକ ପ୍ରକାର ଖେଳ ଥିଲେ ହେଁ ମୁଖ୍ୟତଃ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏବେ ଗୋଟେ ଚିତ୍ର ଦେଇଛି ପିଲାମାନେ, କେଉଁ ବାଟ ଦେଇକି ଗଲେ ଆମେ ହକିରେ ଗୋଲ କରିପାରିବା। ଦେଖ ପିଲାମାନେ, ଦିଆଯାଇଛି ଅଲରେଡ଼ି ତୁମକୁ ଦର୍ଶାଯାଇଛି କେଉଁ ରାସ୍ତା ଦେଇକି ଯିବ, ରଙ୍ଗ ଦେଇକି ସୂଚେଇ ଦିଆହେଇଛି। ଆଶା କରୁଛି ଭିଡ଼ିଓଟି ତୁମକୁ ଖୁବ୍ ଭଲ ଲାଗିଥିବ। ଆଉ ଲାଇକ୍ଟି ନିଶ୍ଚିତ କରିବ ପିଲାମାନେ। ପିଲାମାନେ ଏବେ ଆମେ ବାକ୍ୟ ସମ୍ପର୍କିତ ଆଲୋଚନା କରିବା। ଦେଇଛି ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ, ଏହାର ଅର୍ଥ ବୁଝାଇ ଲେଖିବା। ଆଉ କହିଛି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଏସବୁ ପ୍ରଶ୍ନର ଉତ୍ତର ଆମେ ପରବର୍ତ୍ତୀ ପୃଷ୍ଠାରେ ଆଲୋଚନା କରିବା। ତେବେ ଆଗ କ'ଣ କ'ଣ ପ୍ରଶ୍ନ ଦେଇଛି ଦେଖିଦେବା। ତାପରେ ବୁଝି ବିଚାରି ଲେଖ କହିଛି କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ, ଝାନ୍ସୀ ବୀର କିଏ, ହକି ଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖିବା। ତାପରେ ସ୍ମୃତି କଥାକୁ ଗଦ୍ୟରେ ଲେଖ କହିଛି। ଆଚ୍ଛା, କିଛି ଯୋଡ଼ି ଶବ୍ଦ ଲେଖିବା ପାଇଁ କୁହାଯାଇଛି ପିଲାମାନେ। ଯେମିତି ଖେଳି ଖେଳି, ସେଗୁଡ଼ା ନାଚି ନାଚି, ପଢ଼ି ପଢ଼ି, ଲେଖି ଲେଖି, ଆଙ୍କି ଆଙ୍କି, ଭାବି ଭାବି। ଏହିଭଳି ପିଲାମାନେ ତୁମେ ଅନେକ ଯୋଡ଼ି ଶବ୍ଦ ବା ଯୁଗ୍ମ ଶବ୍ଦ ଲେଖିପାରିବ, ନାଇଁ କି? ଏବେ ଯିବା ଆମେ ଉପରେ ଯେଉଁ ପ୍ରଶ୍ନ ଗୁଡ଼ିକ ଦିଆଯାଇଛି ତାର ଉତ୍ତର ଆଲୋଚନା କରିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଲୋଚନା କରିବା। କୁହାଯାଏ ସ୍ୱାସ୍ଥ୍ୟ ସବୁଠାରୁ ବଡ଼ ସମ୍ପତ୍ତି। ସ୍ୱାସ୍ଥ୍ୟ ଠିକ୍ ରହିଲେ ଆମେ ଶାରୀରିକ ଓ ମାନସିକ ସୁସ୍ଥ ରହିଥାଉ। ସ୍ୱାସ୍ଥ୍ୟ ଠିକ୍ ନ ରହିଲେ ଆମକୁ କୌଣସିଥିରେ ମନ ଲାଗେ ନାହିଁ। ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଆମକୁ ଉପଯୁକ୍ତ ସୁଷମ ଖାଦ୍ୟ ଓ ବିଶୁଦ୍ଧ ଜଳ ଦରକାର। ମୁକ୍ତ ବାୟୁ ସେବନ ତଥା ଶାରୀରିକ ବ୍ୟାୟାମ ନିହାତି ଆବଶ୍ୟକ। ଜଣେ ସୁସ୍ଥ ଓ ସ୍ୱାସ୍ଥ୍ୟବାନ ମଣିଷ ହିଁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହୋଇଥାଏ। ଏଣୁ ସ୍ୱାସ୍ଥ୍ୟକୁ ଜଗି ରଖି କାର୍ଯ୍ୟ କରିବା ଉଚିତ। ଏବେ ଖ ନମ୍ବରକୁ ଯିବା। ଦର୍ଶକ ବନ୍ଧୁ ତାଙ୍କୁ ଏକ ସ୍ୱରରେ ହକି ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଏହାର ଅର୍ଥ କ'ଣ ଦେଖିବା। ଧ୍ୟାନଚାନ୍ଦ ହକି ଖେଳର ଜଣେ ପ୍ରମୁଖ ଖେଳାଳି ଥିଲେ। ସେ ଏଭଳି ଖେଳ ପ୍ରଦର୍ଶନ କରୁଥିଲେ ଯେ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲେ। ତାଙ୍କ ହକି ଷ୍ଟିକ୍ରେ ସତେ ଯେମିତି ଅଠା ଲାଗିଲା ଭଳି ବଲ୍ଟି ଲାଗି ରହୁଥିଲା। ଏଣୁ ଦର୍ଶକମାନେ ତାଙ୍କୁ ହକି ଖେଳର ଯାଦୁକର କହୁଥିଲେ। ବୁଝିଲ ପିଲାମାନେ? ଧ୍ୟାନଚାନ୍ଦ ଏମିତି ହକି ଖେଳୁଥିଲେ ଯେ ହକି ଷ୍ଟିକ୍ରେ ତାଙ୍କର ବଲ୍ଟି ଲାଗିକି ରହୁଥିଲା। ଏଣୁ ତାଙ୍କୁ ଲୋକମାନେ ବା ଦର୍ଶକମାନେ ଯାଦୁକର କହୁଥିଲେ। ଏବେ ବୁଝି ବିଚାରି ଲେଖିବା। କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ। କ୍ରୀଡ଼ା ଦ୍ୱାରା ଆମ ଶରୀରରେ ବ୍ୟାୟାମ ହୁଏ, ମନ ପ୍ରଫୁଲ୍ଲିତ ରହେ, ମନ ଖୁସି ହେଲେ କାର୍ଯ୍ୟ କରିବାରେ ମନ ଲାଗେ। କ୍ରୀଡ଼ା ଯୋଗୁଁ ଶରୀରରୁ ଝାଳ ଆକାରରେ ମଇଳା ସବୁ ବାହାରିଯାଏ। ବ୍ୟାୟାମ ଦ୍ୱାରା ଅସ୍ଥି ଓ ମାଂସପେଶୀ ଟାଣ ହୁଏ। ଆମେ ଯେଉଁ କ୍ରୀଡ଼ା ଦ୍ୱାରା ବ୍ୟାୟାମ ହୁଏ, ବ୍ୟାୟାମ ହେବା ଦ୍ୱାରା ଶରୀରର ଅସ୍ଥି ଓ ମାଂସପେଶୀ ଟାଣ ହୁଏ। ଖ ନମ୍ବରକୁ ଯିବା। ଝାନ୍ସୀର ବୀର ଥିଲେ ଧ୍ୟାନଚାନ୍ଦ। ତାଙ୍କର ପ୍ରଚେଷ୍ଟାରେ ଭାରତୀୟ ହକି ଦଳ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିପାରିଥିଲା। ତାଙ୍କର ହକି ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ପ୍ରମୁଖ କ୍ରୀଡ଼ା ହୋଇପାରିଛି। ତାଙ୍କ ପ୍ରେରଣା ପାଇ ଅନେକ ଭାରତୀୟ ହକି କ୍ରୀଡ଼ାବିତ ସୃଷ୍ଟି ହୋଇଅଛନ୍ତି। ପିଲାମାନେ ପାଠ ବାହାରୁ କିଛି କଥା ଆଲୋଚନା କରିବା। ପ୍ରଥମେ ତୁମ କଥା। ତୁମେ ବଡ଼ ହେଲେ ଜଣେ ହକି ଖେଳାଳି ହେବ, ତେଣୁ ହକି ଖେଳର ନିୟମ ଗୁଡ଼ିକ ଲେଖ। ତାପରେ ଦେଇଛି ତୁମକୁ କେଉଁ ଖେଳ ଏବଂ କେଉଁ ଖେଳାଳି ସବୁଠାରୁ ଭଲ ଲାଗନ୍ତି ଆଉ କାହିଁକି। ଏସବୁର ଉତ୍ତର ଆମେ ଏହାର ପରବର୍ତ୍ତୀ ପୃଷ୍ଠାରେ ଆଲୋଚନା କରିବା। ତାପରେ କହିଛି ସମାଚାର ପତ୍ର ବା ସମ୍ବାଦପତ୍ରରୁ କୌଣସି ଖେଳ ବିଷୟରେ ତୁମେ ଲେଖ ଏବଂ କୌଣସି ଖେଳର ସିଧା ପ୍ରସାରଣ କିପରି ପ୍ରସ୍ତୁତ କରାଯାଏ ତାର ଧାରା ବିବରଣୀ ପ୍ରସ୍ତୁତ କର। ଏବଂ କୁହାଯାଇଛି ଡାଏରୀ ଲିଖନ, ପ୍ରତ୍ୟେକ ଦିନ ଡାଏରୀ ଲେଖ। ଏବେ ଯିବା ତୁମ କଥାର ଉତ୍ତରକୁ। ହକି ଖେଳର ନିୟମ ବିଷୟରେ ଜାଣିବା। ଦୁଇଟି ଦଳରେ ଏହି ଖେଳ ଖେଳାଯାଏ। ପ୍ରତି ଦଳରେ 11 ଜଣ ଲେଖାଏଁ ଖେଳାଳି ଥାଆନ୍ତି। ପରିଚାଳକ କ୍ରୀଡ଼ା ପରିଚାଳନା କରନ୍ତି। ପିଲାମାନେ କାଠ ତିଆରି ହକି ଷ୍ଟିକ୍ରେ ବଲକୁ ବାଡ଼େଇ ବିପରୀତ ଦିଗକୁ ନିଅନ୍ତି। ଯେଉଁ ଦଳ ଅଧିକ ସଂଖ୍ୟକ ଗୋଲ କରେ ସେ ଦଳ ବିଜୟୀ ହୁଏ। ଏବେ ଖ ନମ୍ବର, ତୁମକୁ କେଉଁ ଖେଳ ଆଉ କେଉଁ ଖେଳାଳି ଭଲ ଲାଗେ ଲେଖିବା।
ମୋତେ କ୍ରିକେଟ ଖେଳ ଭାରି ଭଲ ଲାଗେ, କାରଣ ଏଥିରେ ଏକ ଦିବସୀୟ ଓ ଟ୍ୱେଣ୍ଟି ଭଳି ମଜାଦାର ପ୍ରତିଯୋଗିତା ଆୟୋଜନ ହୋଇଥାଏ। MS ଧୋନି ମୋର ପ୍ରିୟ ଖେଳାଳି। ତାଙ୍କର ଶାନ୍ତ ସରଳ ସ୍ୱଭାବ ଓ ସୁନ୍ଦର କ୍ରୀଡ଼ା ପରିଚାଳନା ମୋତେ ବେଶ୍ ଭଲ ଲାଗେ। ପ୍ରତିଟି ପରିସ୍ଥିତିରେ ସେ ଅତି ସୁନ୍ଦର କ୍ରୀଡ଼ା ପ୍ରଦର୍ଶନ କରିପାରନ୍ତି। ପିଲାମାନେ, ଏ ପ୍ରଶ୍ନର ଉତ୍ତର ହେଉଛି ମୁକ୍ତ ଉତ୍ତରମୂଳକ। ତୁମେ ମନରୁ ମଧ୍ୟ ଲେଖିପାରିବ ତୁମର ପ୍ରିୟ ଖେଳ ଆଉ ଖେଳାଳି ବିଷୟରେ। ଏବେ ଯିବା ସମାଚାରପତ୍ର ଆଉ ସମ୍ବାଦପତ୍ରରୁ ପଢ଼ିଥିବା ଗୋଟେ ଖେଳ ବିଷୟରେ ଲେଖିବା। ସମ୍ବାଦପତ୍ରରୁ ମୁଁ ଚେସ୍ ଖେଳ ସମ୍ପର୍କରେ ପଢ଼ିଥିଲି। ଏହା ଏକ ବିଜ୍ଞ ଖେଳ, ମାନେ ଚତୁର ଖେଳ। ଏଥିରେ ପ୍ରତିପକ୍ଷ ଖେଳାଳି ସଂଖ୍ୟା 1, ହାତୀ, ଘୋଡ଼ା, ସୈନ୍ୟ, ସେନାପତି ଆଦିଙ୍କୁ ନେଇ ଏହା ଏକ ଯୁଦ୍ଧଭିତ୍ତିକ ଖେଳ ଅଟେ। ଓଡ଼ିଶାର ପ୍ରସିଦ୍ଧ ଚେସ୍ ଖେଳାଳି ପଦ୍ମିନୀ ରାଉତଙ୍କ ଅନ୍ତର୍ଜାତୀୟ ସଫଳତା ସମ୍ପର୍କରେ ପଢ଼ି ମୋତେ ବହୁତ ଖୁସି ଲାଗିଲା ଆଉ ମୁଁ ପ୍ରେରଣା ପାଇଲି। ଏବେ ଖେଳର ସିଧା ପ୍ରସାରଣ ସମ୍ପର୍କରେ ଜାଣିବା। ଆଜି କଟକ ବାରବାଟୀ ଷ୍ଟାଡିୟମରେ ବହୁ ପ୍ରତିଦ୍ୱନ୍ଦ୍ୱୀ ଦୁଇ ଦେଶ ଯଥା ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଏସିଆ କପ୍ କ୍ରିକେଟ ଫାଇନାଲର ଏହି ମହାଲଢ଼େଇକୁ ଉପଭୋଗ କରିବା ପାଇଁ ପାଖାପାଖି 2 ଲକ୍ଷ ଦର୍ଶକ କ୍ରୀଡ଼ାଙ୍ଗନରେ ଠୁଳ ହୋଇଅଛନ୍ତି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପଡ଼ିଆ ମଧ୍ୟକୁ ପାକିସ୍ତାନୀ ଦଳ ପ୍ରବେଶ କରିସାରିଛନ୍ତି। ଭାରତର ମହାନ ଦୁଇ ପ୍ରାରମ୍ଭିକ ଖେଳାଳି ବିରାଟ କୋହଲି ଓ MS ଧୋନି ପଡ଼ିଆ ମଧ୍ୟରେ ପ୍ରବେଶ କରୁଅଛନ୍ତି। ମେଘମୁକ୍ତ ଆକାଶରେ ପକ୍ଷୀମାନେ ସତେ ଯେମିତି କ୍ରୀଡ଼ାର ଅନୁଭବ ପାଇଁ ଉଡ଼ି ବୁଲୁଛନ୍ତି। ପାକିସ୍ତାନ ତରଫରୁ ଦ୍ରୁତ ଧାବକ ବୋଲର ମହମ୍ମଦ ସାମି ତାଙ୍କର ପ୍ରଥମ ଓଭରର ପ୍ରଥମ ବଲ୍ ଦେବାକୁ ପ୍ରସ୍ତୁତ ହେଉଅଛନ୍ତି। ପିଲାମାନେ, ଏବେ ଆଲୋଚନା କରିବା ଦାଣ୍ଡି କିମ୍ବା ଗୋଆ। ଏହା ଭିଲାଲା ଜନଜାତି ପିଲାଙ୍କ ଖେଳ। ଦାଣ୍ଡି ଓ ଗୋଆ ଶବ୍ଦର ଅର୍ଥ ସମାନ ଖେଳିବାର ହାତବାଡ଼ି। ଯଦି ଦେଖାଯାଏ ତେବେ ଏହି ଖେଳଟି ଆମର ଜାତୀୟ ଖେଳ ହକି ପରି। ପାର୍ଥକ୍ୟ କେବଳ ଏତିକି ଯେ ହକିରେ ଗୋଲ କରିବା ପାଇଁ ଗୋଲ ପୋଷ୍ଟ ଥିଲାବେଳେ ଏହି ଖେଳରେ ଏପରି କିଛି ଗୋଲ ପୋଷ୍ଟ ନଥାଏ। ଦ୍ୱିତୀୟ ପାର୍ଥକ୍ୟ ଏହା ଯେ ଭିଲାଲା ଜନଜାତି ପିଲାଙ୍କର ଏହି ଖେଳ ହକି ଅପେକ୍ଷା ଏକଦମ ସାଧାରଣ ଅଟେ। ଏହା ବାଉଁଶରେ ପ୍ରସ୍ତୁତ ହୋଇଥାଏ। ତେବେ ଆସ ଆଲୋଚନା କରିବା ଖେଳ ସାମଗ୍ରୀ କ'ଣ ଦରକାର ନା ବାଉଁଶ କାଠିରେ ନିର୍ମିତ ବଲ୍, ଯାହାକୁ ଦୁଇତ୍ କୁହାଯାଏ। ଗୋଆ ଅର୍ଥାତ୍ ଇଂରାଜୀ ଅକ୍ଷର L ଭଳି ତଳୁ ବଙ୍କା ହୋଇଥିବା ବାଉଁଶ ବାଡ଼ି। 3ରେ କ'ଣ ନା ପାଉଁଶ। ଏହା ସାହାଯ୍ୟରେ ଖେଳ ପଡ଼ିଆକୁ ଚିହ୍ନିତ କରିବା ଏବଂ ବୃତ୍ତ ମଧ୍ୟରେ ଗୋଟିଏ ଛୋଟ ବୃତ୍ତ ଅଙ୍କନ କରିବା। କିପରି ଖେଳିବା ନା ଯେତେ ଚାହିଁବେ ସେତେ ଖେଳାଳି ଏଥିରେ ଯୋଗ ଦେଇପାରିବେ, କିନ୍ତୁ ଦୁଇଟି ଦଳରେ ଅତି କମରେ 2 ଜଣ ଖେଳାଳି ରହିବା ଦରକାର। ଅତି କମରେ 2 ଜଣ, ଅତି ବେଶୀରେ ଯେତେ ଚାହିଁବେ ପିଲା ରହିପାରିବେ। ଏଥିରେ ପ୍ରଥମେ ଟସ୍ ପକାଯାଏ। ଯେଉଁ ଦଳ ପ୍ରଥମେ ଟସ୍ ଜିତିବ, ଯେଉଁ ଦଳ, ସେ ଦଳ ଖେଳ ଆରମ୍ଭ କରିବ। 3ରେ କ'ଣ ହେବ ନା ବଲକୁ ଛୋଟ ଘେର କିମ୍ବା ବୃତ୍ତ ଭିତରେ ରଖାଯାଏ। ଖେଳ ଆରମ୍ଭ ହେବା ମାତ୍ରେ ଆକ୍ରମଣକାରୀ ଦଳର ଖେଳାଳିମାନେ ବଲକୁ ମାରି ଦଳର ବହୁ ଦୂର ଅଞ୍ଚଳକୁ ନେଇ ଯିବାକୁ ଚେଷ୍ଟା କରିବେ। 4ରେ କ'ଣ ହେବ ନା ଦୁଇଟି ଦଳର ଜଣେ ଜଣେ ଖେଳାଳି ନିଜ ନିଜ ଦଳର ଉପରେ ଛିଡ଼ା ହୋଇ ରହିବେ। ବଲ୍ ଯେପରି ରେଖା ଅତିକ୍ରମ ନ କରେ ତାହା ନିଶ୍ଚିତ କରିବା ପାଇଁ ସେମାନେ ଚେଷ୍ଟା କରିବେ। 5ରେ କ'ଣ ହେବ ନା ଖେଳାଳିମାନେ ଦାଣ୍ଡି କିମ୍ବା ଗୋଆର ଉଭୟ ପାର୍ଶ୍ୱରୁ ଖେଳିପାରିବେ, କିନ୍ତୁ ଏହି ସୁବିଧା ହକି ଖେଳରେ ନାହିଁ। 6ରେ କ'ଣ ହେବ, ବାକି ସବୁ ହକି ଖେଳ ସହ ସମାନ। ନେଇକି ପିଲାମାନେ